ଥରି ଉଠିଛି ପାକିସ୍ତାନ। ଆଉ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାତ୍ର 14 ଦିନ ପରେ ପଡ଼ୋଶୀ ଦେଶଠାରୁ ପ୍ରତିଶୋଧ ନେଇଛି ଭାରତ। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅପରେସନ ସିନ୍ଦୁର ସଫଳ ହୋଇଛି। 1971 ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଏମିତି ଏକ ବଡ଼ ଆକ୍ରମଣ କରିଛି ଭାରତ। ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଏଥିରେ ଟାର୍ଗେଟ କରାଯାଇନି। ଅପରେସନ ସିନ୍ଦୁରରେ ଆତଙ୍କବାଦୀ ମାସୁଦ ଆଜାରର ବାହାବଲପୁର ଠିକଣାରେ ହୋଇଛି ହାମଲା। ଏହି ହାମଲାରେ ସୁଖୋଇ ରାଫେଲ ଭଳି ଯୁଦ୍ଧ ବିମାନ ଆତଙ୍କ ଶିବିରକୁ ଆଟାକ୍ କରିଥିଲେ। ଏହି ଏୟାର ଷ୍ଟ୍ରାଇକରେ 8 ସୁଖୋଇ 4 ରାଫେଲ ସାମିଲ ହୋଇଥିଲେ। ବ୍ରହ୍ମୋସ ମିସାଇଲରେ ଆତଙ୍କୀ ଆଡ୍ଡା ଛାରଖାର କରାଯାଇଛି। ଭାରତର ହାମଲା ପରେ ପାକିସ୍ତାନରେ ଏବେ ହଲଚଲ ସୃଷ୍ଟି ହୋଇଛି। ପାକିସ୍ତାନର ବାହାବଲପୁର, ମୁରିଦକରରେ ଆକ୍ରମଣ, ସିଆଲକୋଟ, ଚକମରୁରେ ମଧ୍ୟ ଏୟାର ଷ୍ଟ୍ରାଇକ୍। ଲାହୋର ଏୟାରପୋର୍ଟକୁ ଏମର୍ଜେନ୍ସି ଘୋଷଣା କରାଯାଇଛି। 48 ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ ରହିଛି। ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ ଜୋରଦାର କରିଛି। ପାକିସ୍ତାନର 4ଟି ପିଓକେର 5ଟି ସ୍ଥାନରେ ଏଭଳି 9ଟି ସ୍ଥାନରେ ଭାରତ ଆକ୍ରମଣ କରିଛି। ଭାରତ ଏଭଳି ଆକ୍ରମଣକୁ ଦେଖି ସାରା ବିଶ୍ୱ ଏବେ ସ୍ତବ୍ଧ ହୋଇଛି। ତେବେ ଦେଶରେ ଏନେଇ ଖୁସି ପ୍ରକାଶ ପାଇଛି। ବିଶେଷ କରି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଆଶ୍ୱସ୍ତି ଲାଭ କରୁଛନ୍ତି। ଆଉ ସାରା ଭାରତରେ ଏ ଆକ୍ରମଣକୁ ଖୁସି ବ୍ୟକ୍ତ କରାଯାଇଛି। ଜୟ ଜଗନ୍ନାଥ, ଜୟ ହିନ୍ଦ, ଭାରତ ମାତା କି ଜୟ।